ଅଲରେଡି ଆମର ଯେତେବେଳେ ମାର୍ଚ୍ଚ 29 ପରେ ମୀନ ରାଶିକୁ ଗୋଚର ହେଲେ ବହୁତ ଗୁଡେ ଟିଭି ଡିବେଟରେ ବି ମୁଁ କହିଛି ଏଇ 2.5 ବର୍ଷ ଲଗଭଗ ଯୋଉ ଆସିବ ଅପକମିଂ 2.5 ବର୍ଷ ଯୋଉଟା ଅପ୍ ଟୁ ଜୁନ 3 2027 ପର୍ଯ୍ୟନ୍ତ ଆ, ଯୋଉ ଅନ୍ତର୍ଦେଶୀୟ ମାନେ ଯୋଉ କନଫ୍ଲିକ୍ଟ ଲାଗି ରହିବ ବଡ ବଡ ଲିଡର ମାନଙ୍କ ଭିତରେ କନଫ୍ଲିକ୍ଟ ଲାଗୁ ରହିବ ବହୁତ ଗୁଡେ ଟ୍ୟାରିଫକୁ ନେଇକି ରହିବ ମତଲବ ମାର୍ଚ୍ଚ 29 ପରେ ତାପରେ ମଙ୍ଗଳ ଯେତେବେଳେ ଆସିଗଲେ ମଙ୍ଗଳ ହଉଛି ଗୋଟେ ବିଦ୍ରୋହ ହବ ମଙ୍ଗଳ ମାନେ କେମିତି ସିପାହୀ ମାନଙ୍କ ଭିତରେ ବିଦ୍ରୋହ ଆମେ ଟର୍ମିନୋଲୋଜିରେ କହିଲେ ଆର୍ମି ତ ଆର୍ମି ଆର୍ମି ବା ଏଇ ଆତଙ୍କବାଦୀ ଏଇ ଟାଇପର କିଛି ଗୋଟେ ମାନେ ଅଘଟଣ ଘଟିବ କେବେଠୁ ନା ଏପ୍ରିଲ 14 ଟୁ ମେ 18 ଭିତରେ ଡେଫିନେଟଲି ଘଟିବ ମଙ୍ଗଳଙ୍କର ଚଳନ ବି ହେଇଛି ମାନେ ଗୋଚର ବି ହେଇଛି ରାହୁ ଅଲରେଡି ଅଛନ୍ତି ମୀନରେ ତ ସେ ଦୃଷ୍ଟିରୁ ଏଇଟା ଗୋଟେ ସିଚୁଏସନ ଟା କ୍ରିଏଟ କରୁଛି ଯୋଉଟା କି ଦେଶ ଦେଶ ଭିତରେ ଗୋଟେ କନଫ୍ଲିକ୍ଟ ହବ ଆଉ ଆତଙ୍କବାଦୀ ଏବେ ବଢିବେ ଯେହେତୁ 12 ନମ୍ବର ମାନେ ବର୍ଡର ର ଘର ସେଇ ଦୃଷ୍ଟିରୁ ସବୁବେଳେ ବର୍ଡର ନେଇକି ଫାଇଟ୍ ବି ହବ ଅଧିକ ସଂଖ୍ୟାରେ ମୃତ୍ୟୁ ଘଟିବ ଏବଂ ଟ୍ରେନ ଆକ୍ସିଡେଣ୍ଟ ବି ହବ ଏବେ ଗୁଡାକ ଏବେ ବହୁତ ଗୁଡେ ବିଦ୍ୱାନ ବହୁତ ଗୁଡେ ଜ୍ୟୋତିର୍ବିଦ ବହୁତ ମାନେ ସରକାରଙ୍କୁ ବି ଦେଇଛନ୍ତି ଲେଖିକି ଯେ ଯେତିକି ସବୁ ଟ୍ରେନ ଟ୍ରାକ୍ ହେଇଛି ତାକୁ ମୋଡିଫାଇ କରନ୍ତୁ ସେ ସବୁକୁ ଠିକ କରନ୍ତୁ ଟ୍ରେନ ଗୁଡାକୁ ମେଣ୍ଟେନାନ୍ସ ଠିକ କରାନ୍ତୁ କାହିଁକି ନା ବହୁତ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି ମେ 18 ଭିତରେ ବଢିବ ତା ପୂର୍ବରୁ ଆମକୁ ସଜାଗ ରହିବାକୁ ପଡିବ ତା ପ୍ରତି ପ୍ରିକସନ୍ସ ନେବା ଦରକାର ଆଉ ମେ 18 ଭିତରେ ସରକାର ବି ନିଶ୍ଚୟ ଗୋଟେ ମାନେ ତାଙ୍କୁ ଜବାବ ଦେବେ ଡେଫିନେଟଲି 30 ବର୍ଷ ପୂର୍ବେ ବି ଏମିତି ଗୋଟେ ଘଟଣା ଘଟିଥିଲା ଲଗଭଗ ଯେତେବେଳେ ମୀନ ରାଶିକି ଆସନ୍ତି କାର୍ଗିଲ ଯୁଦ୍ଧ ବି ସେଇ ସମୟରେ ହେଇଥିଲା 1966 ରେ ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ବି ହେଇଥିଲା ଏବେ ସବୁ ଇରାନ ବି ଯୁଦ୍ଧ ଘୋଷଣା କରିବ ଡେଫିନେଟଲି ଇସ୍ରାଏଲ ବି ଆଟାକ କରୁଛି ପାଲେଷ୍ଟାଇନ ଉପରେ ଯୋଉଟା ଆରମ୍ଭ ହେଇଥିଲା ଏବେ ସେଟାର ମାନେ ଚରମ ସୀମାରେ ସବୁ ପହଞ୍ଚିବେ ଏବେ 2.5 ବର୍ଷ ଭେରି ପାଥେଟିକ କଣ୍ଡିସନ ଫର ପୁରା ୱାର୍ଲଡ ଭ୍ୟୁରେ ଦେଖିବା ଯଦି ଭେରି ପାଥେଟିକ ଆଉ ଯେହେତୁ ଭାରତ ପାଇଁ ଦେଖିବା ତ ଭାରତ ବାଂଲାଦେଶକୁ ନେଇକି ବି ୱାର ହେଇପାରେ ଭାରତ ଚାଇନାକୁ ନେଇ ବି ଆଗକୁ ହେଇପାରେ ତ ମେ 18 ଭିତରେ ଡେଫିନେଟଲି ଇଣ୍ଡିଆ ମାନେ ଗୋଟେ ନେସେସରୀ ଆକ୍ସନ ନବ ଦେଖନ୍ତୁ ପାକିସ୍ତାନ ପ୍ରତି ତ ବିପଦ ଇଣ୍ଡିଆ ତ ତାର ମାନେ ପାଲଟା ଜବାବ ଦବ ହିଁ ଦବ ଇଣ୍ଡିଆ ପାଇଁ ବି ବାଂଲାଦେଶ ପାଇଁ ବି ଯେତିକି ସବୁ ବର୍ଡର ଆମର କଣ୍ଟ୍ରି ଗୁଡାକ ପାଇଁ ଗୋଟେ ଆମ ପାଇଁ ମୁଣ୍ଡ ବସାର କାରଣ ହବ ମିଆଁମାର ହୁଅନ୍ତୁ ବାଂଲାଦେଶ ହୁଅନ୍ତୁ ପାକିସ୍ତାନ ହଉ ବା ଇଏ ଆମର ଚାଇନିଜ ହଉ ଏ ତରଫରୁ ଗୋଟେ କନଫ୍ଲିକ୍ଟ ସୃଷ୍ଟି ହବ ଯୋଉଟା କି ଏକ୍ସଟର୍ନାଲ ଆଫେୟାର୍ସ ମିନିଷ୍ଟ୍ରି ପାଇଁ ବି ଅସୁବିଧା ହବ ଅଦର କଣ୍ଟ୍ରିଜ ବି ଅଦର ମାନେ ୟୁରୋପିଆନ କଣ୍ଟ୍ରିଜ ବି ବହୁତ ପ୍ରେସର ଆସିବ ଏବେ ତ ୱାନ୍ ଟାଇପ ଅଫ ମାନେ ଯୁଦ୍ଧକାଳୀନ ସ୍ଥିତି ସୃଷ୍ଟି ହେଇଯିବ ଏଇଟା ଡେଫିନେଟଲି ତାର ଗୋଟେ ମାନେ ରିପିଟେଡ ଗୋଟେ ନିଶ୍ଚୟ ଜବାବ ଦିଆଯିବ ଏଇଟା ଏବେ ତ ହବନି କାର୍ଗିଲ ଭଳିଆ ୱାର ଏବେ ହବନି କିନ୍ତୁ ନେକ୍ସଟ ଇୟରରେ ଡେଫିନେଟଲି ହବ ୱାର ର ଏବେ ଗୋଟେ ଖାଲି ଗୋଟେ ମଞ୍ଜି ପୋତା ହେଲା କିନ୍ତୁ ନେକ୍ସଟ ଇୟରରେ ମାନେ 2027 ପୂର୍ବରୁ 26-27 ବେଳକୁ ଆଉ ଗୋଟେ ୱାର ହବ ଏଇ ସମୟରେ ଗୋଟେ ଚଳନ ହେବା ମୀନରୁ ମେଷକୁ ଯିବା ଭିତରେ ଏଗେନ ଗୋଟେ ୱାର ସିଚୁଏସନ କ୍ରିଏଟ ହବ ଅଲରେଡି ଆମର ଯେତେବେଳେ ମାର୍ଚ୍ଚ 29 ପରେ ମୀନ ରାଶିକୁ ଗୋଚର ହେଲେ ବହୁତ ଗୁଡେ ଟିଭି ଡିବେଟରେ ବି ମୁଁ କହିଛି ଏଇ 2.5 ବର୍ଷ ଲଗଭଗ ଯୋଉ ଆସିବ ଅପକମିଂ 2.5 ବର୍ଷ ଯୋଉଟା ଅପ୍ ଟୁ ଜୁନ 3 2027 ପର୍ଯ୍ୟନ୍ତ ଆ, ଯୋଉ ଅନ୍ତର୍ଦେଶୀୟ ମାନେ ଯୋଉ କନଫ୍ଲିକ୍ଟ ଲାଗି ରହିବ ବଡ ବଡ ଲିଡର ମାନଙ୍କ ଭିତରେ କନଫ୍ଲିକ୍ଟ ଲାଗୁ ରହିବ ବହୁତ ଗୁଡେ ଟ୍ୟାରିଫକୁ ନେଇକି ରହିବ ମତଲବ ମାର୍ଚ୍ଚ 29 ପରେ ତାପରେ ମଙ୍ଗଳ ଯେତେବେଳେ ଆସିଗଲେ ମଙ୍ଗଳ ହଉଛି ଗୋଟେ ବିଦ୍ରୋହ ହବ ମଙ୍ଗଳ ମାନେ କେମିତି ସିପାହୀ ମାନଙ୍କ ଭିତରେ ବିଦ୍ରୋହ ଆମେ ଟର୍ମିନୋଲୋଜିରେ କହିଲେ ଆର୍ମି ତ ଆର୍ମି ଆର୍ମି ବା ଏଇ ଆତଙ୍କବାଦୀ ଏଇ ଟାଇପର କିଛି ଗୋଟେ ମାନେ ଅଘଟଣ ଘଟିବ କେବେଠୁ ନା ଏପ୍ରିଲ 14 ଟୁ ମେ 18 ଭିତରେ ଡେଫିନେଟଲି ଘଟିବ ମଙ୍ଗଳଙ୍କର ଚଳନ ବି ହେଇଛି ମାନେ ଗୋଚର ବି ହେଇଛି ରାହୁ ଅଲରେଡି ଅଛନ୍ତି ମୀନରେ ତ ସେ ଦୃଷ୍ଟିରୁ ଏଇଟା ଗୋଟେ ସିଚୁଏସନ ଟା କ୍ରିଏଟ କରୁଛି ଯୋଉଟା କି ଦେଶ ଦେଶ ଭିତରେ ଗୋଟେ କନଫ୍ଲିକ୍ଟ ହବ ଆଉ ଆତଙ୍କବାଦୀ ଏବେ ବଢିବେ ଯେହେତୁ 12 ନମ୍ବର ମାନେ ବର୍ଡର ର ଘର ସେଇ ଦୃଷ୍ଟିରୁ ସବୁବେଳେ ବର୍ଡର ନେଇକି ଫାଇଟ୍ ବି ହବ ଅଧିକ ସଂଖ୍ୟାରେ ମୃତ୍ୟୁ ଘଟିବ ଏବଂ ଟ୍ରେନ ଆକ୍ସିଡେଣ୍ଟ ବି ହବ ଏବେ ଗୁଡାକ ଏବେ ବହୁତ ଗୁଡେ ବିଦ୍ୱାନ ବହୁତ ଗୁଡେ ଜ୍ୟୋତିର୍ବିଦ ବହୁତ ମାନେ ସରକାରଙ୍କୁ ବି ଦେଇଛନ୍ତି ଲେଖିକି ଯେ ଯେତିକି ସବୁ ଟ୍ରେନ ଟ୍ରାକ୍ ହେଇଛି ତାକୁ ମୋଡିଫାଇ କରନ୍ତୁ ସେ ସବୁକୁ ଠିକ କରନ୍ତୁ ଟ୍ରେନ ଗୁଡାକୁ ମେଣ୍ଟେନାନ୍ସ ଠିକ କରାନ୍ତୁ କାହିଁକି ନା ବହୁତ ଆକ୍ସିଡେଣ୍ଟ ହେବାର ସମ୍ଭାବନା ଅଛି ମେ 18 ଭିତରେ ବଢିବ ତା ପୂର୍ବରୁ ଆମକୁ ସଜାଗ ରହିବାକୁ ପଡିବ ତା ପ୍ରତି ପ୍ରିକସନ୍ସ ନେବା ଦରକାର ଆଉ ମେ 18 ଭିତରେ ସରକାର ବି ନିଶ୍ଚୟ ଗୋଟେ ମାନେ ତାଙ୍କୁ ଜବାବ ଦେବେ ଡେଫିନେଟଲି 30 ବର୍ଷ ପୂର୍ବେ ବି ଏମିତି ଗୋଟେ ଘଟଣା ଘଟିଥିଲା ଲଗଭଗ ଯେତେବେଳେ ମୀନ ରାଶିକି ଆସନ୍ତି କାର୍ଗିଲ ଯୁଦ୍ଧ ବି ସେଇ ସମୟରେ ହେଇଥିଲା 1966 ରେ ଇଣ୍ଡିଆ ପାକିସ୍ତାନ ଯୁଦ୍ଧ ବି ହେଇଥିଲା ଏବେ ସବୁ ଇରାନ ବି ଯୁଦ୍ଧ ଘୋଷଣା କରିବ ଡେଫିନେଟଲି ଇସ୍ରାଏଲ ବି ଆଟାକ କରୁଛି ପାଲେଷ୍ଟାଇନ ଉପରେ ଯୋଉଟା ଆରମ୍ଭ ହେଇଥିଲା ଏବେ ସେଟାର ମାନେ ଚରମ ସୀମାରେ ସବୁ ପହଞ୍ଚିବେ ଏବେ 2.5 ବର୍ଷ ଭେରି ପାଥେଟିକ କଣ୍ଡିସନ ଫର ପୁରା ୱାର୍ଲଡ ଭ୍ୟୁରେ ଦେଖିବା ଯଦି ଭେରି ପାଥେଟିକ ଆଉ ଯେହେତୁ ଭାରତ ପାଇଁ ଦେଖିବା
ତ ଭାରତ ବାଂଲାଦେଶକୁ ନେଇକି ବି ୱାର ହେଇପାରେ, ଭାରତ ଚାଇନାକୁ ନେଇ ବି ଆଗକୁ ହେଇପାରେ। ତ ମେ 18 ଭିତରେ ଡେଫିନେଟଲି ଇଣ୍ଡିଆ ମାନେ ଗୋଟେ ନେସେସରି ଆକ୍ସନ ନବ। ଦେଖନ୍ତୁ ପାକିସ୍ତାନ ପ୍ରତି ତ ବିପଦ, ଇଣ୍ଡିଆ ତ ତାର ମାନେ ପାଲଟା ଜବାବ ଦବ ହିଁ ଦବ। ଇଣ୍ଡିଆ ପାଇଁ ବି ବାଂଲାଦେଶ ପାଇଁ ବି ଯେତିକି ସବୁ ବର୍ଡର ଆମର କଣ୍ଟ୍ରି ଗୁଡାକ ପାଇଁ ଗୋଟେ ଆମ ପାଇଁ ମୁଣ୍ଡ ବସାର କାରଣ ହବ। ମିଆଁମାର ହୁଅନ୍ତୁ, ବାଂଲାଦେଶ ହୁଅନ୍ତୁ, ପାକିସ୍ତାନ ହଉ ବା ଇଏ ଆମର ଚାଇନିଜ ହଉ, ଏ ତରଫରୁ ଗୋଟେ କନଫ୍ଲିକ୍ଟ ସୃଷ୍ଟି ହବ ଯୋଉଟା କି ଏକ୍ସଟର୍ନାଲ ଆଫେୟାର୍ସ ମିନିଷ୍ଟ୍ରି ପାଇଁ ବି ଅସୁବିଧା ହବ। ଅଦର କଣ୍ଟ୍ରିଜ ବି ଅଦର ମାନେ ୟୁରୋପିଆନ କଣ୍ଟ୍ରିଜ ବି ବହୁତ ପ୍ରେସର ଆସିବ ଏବେ। ତ ୱାନ୍ ଟାଇପ ଅଫ ମାନେ ଯୁଦ୍ଧକାଳୀନ ସ୍ଥିତି ସୃଷ୍ଟି ହେଇଯିବ। ଏଇଟା ଡେଫିନେଟଲି ତାର ଗୋଟେ ମାନେ ରିପିଟେଡ ଗୋଟେ ନିଶ୍ଚୟ ଜବାବ ଦିଆଯିବ। ଏଇଟା ଏବେ ତ ହବନି, କାର୍ଗିଲ ଭଳିଆ ୱାର ଏବେ ହବନି, କିନ୍ତୁ ନେକ୍ସଟ ଇୟରରେ ଡେଫିନେଟଲି ହବ। ୱାର ର ଏବେ ଗୋଟେ ଖାଲି ଗୋଟେ ମଞ୍ଜି ପୋତା ହେଲା, କିନ୍ତୁ ନେକ୍ସଟ ଇୟରରେ ମାନେ 2027 ପୂର୍ବରୁ 26-27 ବେଳକୁ ଆଉ ଗୋଟେ ୱାର ହବ। ଏଇ ସମୟରେ ଗୋଟେ ଚଳନ ହେବା ମୀନରୁ ମେଷକୁ ଯିବା ଭିତରେ ଏଗେନ ଗୋଟେ ୱାର ସିଚୁଏସନ କ୍ରିଏଟ ହବ।